ବନ୍ଧୁଗଣ, ଜୀବନରେ ସବୁକିଛି ଆମ ଇଚ୍ଛା ଅନୁସାରେ ହୁଏନି। ମଣିଷର ପୁରୁଷାକାର ଯେତେବେଳେ ଆଉ ପାରି ଉଠେ ନା, ଦୈବ ଉପରେ ସବୁକିଛି ଛାଡ଼ିଦିଏ ଆଉ କହେ ନିୟତି କେନ ବାଧ୍ୟତେ। ନିୟତିକୁ ବା କିଏ ବାଧା ଦେଇପାରିବ? ବିଧିର ବିଧାନ କେ କରିବ ଆନ। ଯାହା ପୂର୍ବରୁ ନିର୍ଦ୍ଦିଷ୍ଟ ତାହା ହେବ ହିଁ ହେବ। କିନ୍ତୁ ସେଇ ନିୟତିକୁ ବାଧା ଦେବା ପାଇଁ କ'ଣ କିଛି ବ୍ୟବସ୍ଥା ନାହିଁ? ଶାସ୍ତ୍ର କହେ, ଭକ୍ତି ଧାରା କହେ, ଗୁରୁ କୃପା ହିଁ ନିୟତିକୁ ବାଧ୍ୟ କରିପାରେ। ଇଷ୍ଟଙ୍କ କୃପାରୁ, ଗୁରୁଙ୍କ କୃପାରୁ ଅନେକ ବ୍ୟକ୍ତି ନିୟତିକୁ ତାର ଖେଳ ରଚିବା ପାଇଁ ଦେଇନାହାନ୍ତି, ବାଧ୍ୟ କରିଛନ୍ତି ତାର ବିଧାନକୁ ବିପରୀତଗାମୀ କରିବା ପାଇଁ। କିନ୍ତୁ ଭକ୍ତି ସେତିକି ବେଳେ ଆମକୁ ଯେ ଭିତରୁ ଶକ୍ତି ଦିଏ ଏସବୁ କରିବା ପାଇଁ। ଆସନ୍ତୁ ଏହି ପ୍ରାର୍ଥନାରେ ସମ୍ପୂର୍ଣ୍ଣ ବିଷୟବସ୍ତୁଟିକୁ ବୁଝି ନେବା। ତେବେ ଆସନ୍ତୁ ସମସ୍ତେ ମିଶି ଏକା ଧାରାରେ ସେହି ପ୍ରିୟ ପରମଙ୍କ ଆଶୀଷ ନେଇ ଆରମ୍ଭ କରିବା ଆଜିର ଏହି ସୁନ୍ଦର ବିଷୟଟି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର, ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ମୋର, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ମୋର, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମୋର, ସଭିଙ୍କର ଆତୁଳ ଶ୍ରୀଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ଭକ୍ତିମୟୀ ମା'ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତି ରାନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ବନ୍ଧୁଗଣ, ଆଜିର ଏହି ଭିଡ଼ିଓକୁ ପ୍ରଥମେ ଲାଇକ୍ଟିଏ କରନ୍ତୁ, କମେଣ୍ଟସରେ ଜୟଗୁରୁ ଲେଖନ୍ତୁ ଆଉ ସବୁଦିନେ ଆତ୍ମିକ କଥା ଶୁଣିବା ପାଇଁ ଆମ ଚ୍ୟାନେଲ ଜୟଗୁରୁ ପ୍ରାର୍ଥନାକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଘଣ୍ଟିର ଅଲ୍କୁ ଦବାନ୍ତୁ। ତେବେ ଆସନ୍ତୁ ଆଜିର ଏହି ସୁନ୍ଦର ବିଷୟବସ୍ତୁଟିକୁ ଯିବା। ଶ୍ରୀ ଶ୍ରୀ ଠାକୁର ଯତୀନ୍ଦାକୁ କହୁଛନ୍ତି, ଯତୀନ୍ଦା ସାବଧାନରେ ଯିବ। ଯତୀନ୍ଦା ଉତ୍ତରରେ କହୁଛନ୍ତି, ହଁ ହଁ ଯିବି, ଏଇ ତ ବାହାରିଲି। ବାହାରିବା ପାଇଁ ଅସ୍ତବ୍ୟସ୍ତ ହୋଇ ଉଦ୍ୟତ ହୁଅନ୍ତେ ସେଠାରେ ଉପସ୍ଥିତ ଶ୍ରୀ ଶ୍ରୀ ଠାକୁରଙ୍କ ପାର୍ଷଦ ଓ ଭକ୍ତମାନେ ଯତୀନ୍ଦ୍ର ନାରାୟଣ ଭାଇକୁ ବୁଝାଇବାକୁ ଚେଷ୍ଟା କଲେ। ଠାକୁର ଯେତେବେଳେ ରହିଯିବାକୁ କହୁଛନ୍ତି ଆପଣ ଜିଦି ଧରୁଛନ୍ତି କାହିଁକି? ଠାକୁର ମନା କରୁଛନ୍ତି ମାନେ ଯିବା ଉଚିତ ନୁହେଁ। ମିଳିତ ଭାବେ ସମସ୍ତେ ବିଭିନ୍ନ ଭାବେ ତାଙ୍କୁ ବୁଝାଇବାକୁ ଲାଗିଲେ। ବାରମ୍ବାର ଠାକୁର ଯିବା ପାଇଁ ନିଷେଧ କରୁଛନ୍ତି। ଏ ପରିପ୍ରେକ୍ଷୀରେ ତାଙ୍କର ଚାଲିଯିବାଟା ଆଦୌ ଉଚିତ ନୁହେଁ। ଭକ୍ତ ହିସାବରେ ଇଷ୍ଟଙ୍କ ଇଚ୍ଛା ଆଦେଶକୁ ପାଳନ କରିବା ତାଙ୍କର ପରମ କର୍ତ୍ତବ୍ୟ ଅଟେ। ସମସ୍ତଙ୍କର ବୁଝାଇବା ପ୍ରତି ଆଦୌ ଭ୍ରୂକ୍ଷେପ କଲେ ନାହିଁ ଯତୀନ୍ଦ୍ର ନାରାୟଣ। ସେ ଯେମିତି ହେଲେ ଯିବେ। ସମସ୍ତେ ଆଶ୍ଚର୍ଯ୍ୟ ବି ହେଲେ। ଏପରି ଘଟଣା ତ ନୁହେଁ, ଅଘଟଣ କେବେ ଘଟିନି ଆଶ୍ରମରେ। ଶ୍ରୀ ଶ୍ରୀ ଠାକୁର ବିଦାୟ ନେବା ସମୟରେ ଅନୁମତି ନ ଦେଲେ କେହି ଯିବାକୁ ସାହସ କରନ୍ତି ନାହିଁ। ପ୍ରାୟଃ ପରୋକ୍ଷ ଭାବରେ ସବୁ ସମୟରେ ଠାକୁର ନିଜର ଇଚ୍ଛା ପ୍ରକଟ କରିଥାନ୍ତି। କିନ୍ତୁ ଏଠାରେ ଠାକୁର ପ୍ରତ୍ୟକ୍ଷ ଭାବରେ ନିଜର ଇଚ୍ଛା ପ୍ରକଟ କରୁଛନ୍ତି, ହେଲେ ନ ଯିବା ପାଇଁ ବାରମ୍ବାର କାକୁତି ମିନତି କରିବା ଭାବରେ ଅନୁରୋଧ କରୁଛନ୍ତି। କିନ୍ତୁ ସେ ପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି ଯତୀନ୍ଦ୍ର ଭାଇ। ଶ୍ରୀ ଶ୍ରୀ ଠାକୁର ଦେଖିଲେ କୌଣସି ମତେ ଏ ରହିବା ଲୋକ ତ ନୁହେଁ, ଯେମିତି ହେଲେ ଯିବେ। ଏଣୁ ସେ ଏକ ଆଉ ନୂଆ ଫନ୍ଦି କଲେ। ସେ କହିଲେ, ଆଚ୍ଛା ଯତୀନ୍ଦା, ମୋ ପାଇଁ ଯେଉଁ ଗଡ଼ଗଡ଼ାର ନଳ ଅଣାହୁଏ ତା କେଉଁଠି ମିଳେ କହିପାରିବେ? ଏଠି କେହି ଜାଣନ୍ତିନି ତ, ଆପଣ ହିଁ ତ କେବଳ ଜାଣନ୍ତି। ଉତ୍ତରରେ ଯତୀନ୍ଦ୍ର ନାରାୟଣ ଭାଇ କହିଲେ, ଠାକୁର, ଠିକଣା ଦେବାର କୌଣସି ପ୍ରୟୋଜନ ନାହିଁ। ଶୀଘ୍ର ହିଁ ଯେତେବେଳେ ମୁଁ ପୁଣି ଆଶ୍ରମକୁ ଆସିବି ସେତେବେଳେ ଆପଣଙ୍କ ପାଇଁ କେତେଗୁଡ଼ିଏ ଭଲ ନଳ ବାଛି ନେଇ ଆସିବି। ସେ ତ ହେବ, କିନ୍ତୁ ନଳଗୁଡ଼ିକ ଦେଖି ଅନେକ ଲୋକଙ୍କର ଇଚ୍ଛା ହୁଏ ତ, ପସନ୍ଦ ବି ହୁଏ। କେଉଁଠି ତାହା ମିଳେ ସେ ସମ୍ବନ୍ଧରେ ଜାଣିବାକୁ ସମସ୍ତଙ୍କର ଇଚ୍ଛା ବି ହୁଏ। ସେଇଥିପାଇଁ ଠିକଣାଟା ଦେଇଯିବା ପାଇଁ କହୁଛି। ଏଥର ଯତୀନ୍ଦ୍ର ନାରାୟଣ ସେଠାରେ ଉପସ୍ଥିତ ଥିବା ଇଷ୍ଟଭ୍ରାତା ହରିପ୍ରଦ ସାହା ଭାଇଙ୍କୁ ଠିକଣାଟା ଲେଖି ରଖିବା ପାଇଁ ଅନୁରୋଧ ଜଣାଇଲେ। ସେ ଠାକୁର ଇଚ୍ଛା କରୁଛନ୍ତି
ଏଣୁ ହରିପ୍ରଦ ଭାଇ ତତ୍କ୍ଷଣାତ ତତ୍ପର ହୋଇ ଉଠିଲେ ଠିକଣା ଲେଖି ରଖିବାକୁ। କାଗଜ କଲମ ଯୋଗାଡ଼ କରି ସେ ଠିକଣା ଲେଖିବାକୁ ଉଦ୍ୟତ ହୁଅନ୍ତେ ଶ୍ରୀ ଠାକୁର ପୁଣି ବାଧା ଦେଇ କହିଲେ, ଏମିତି ଭାବେ ଅଲଗା କାଗଜରେ ଲେଖି ରଖିଲେ ହେବନି, ଭଲ କରି ଲେଖି ରଖିବା ଦରକାର, ନହେଲେ ହଜି ଯାଇପାରେ। ଭବାନୀ ପାଖରେ ପକ୍କା ଖାତା ରହିଛି, ସେଥିରେ ଲେଖିଦେବେ। ଭବାନୀ ଚରଣ ସାହା ଥିଲେ ଶ୍ରୀ ଠାକୁରଙ୍କ ତହବିଲର କୋଷାଧ୍ୟକ୍ଷ। ସେତେବେଳେ ସେ ନିଜ ବସା ଆଶ୍ରମ ମଧ୍ୟରେ କିଞ୍ଚିତ ଦୂରକୁ ଚାଲି ଯାଇଛନ୍ତି ଏବଂ ଆହାରାଦି ସମାପନ କରି ନିଦ୍ରା ଯାଇଛନ୍ତି। ଭବାନୀ ଭାଇ ହିଁ ଲେଖିବେ, ଆଉ କେହି ନୁହେଁ। ଏପରି ଏକ ପରିବେଶ ବି ଶ୍ରୀ ଠାକୁର ତା ଭିତରେ ସୃଷ୍ଟି କରି ଲୋକ ପଠାଇଛନ୍ତି ଭବାନୀ ଚରଣ ଭାଇଙ୍କୁ ଡାକି ଆଣିବାକୁ। କୌଣସି ମତେ ତ ଲେଟ୍ କରିବାର ବ୍ୟବସ୍ଥା, ଏହି ଉଦ୍ଦେଶ୍ୟ ବଦଳାଇବା ପାଇଁ ଶ୍ରୀ ଠାକୁରଙ୍କ ନିର୍ଦ୍ଦେଶ ମାତ୍ରେ କେହି ଜଣେ ଗଲେ ଭବାନୀ ଚରଣ ଭାଇଙ୍କ ବସା ଆଡ଼େ। ଭବାନୀ ଚରଣ ଭାଇଙ୍କ ଘରକୁ ଯିବା, ଶୋଇଥିବା ଅବସ୍ଥାରେ ତାଙ୍କୁ ଉଠାଇବା ଏବଂ ଠାକୁରଙ୍କ ଆଦେଶର କଥା ଶୁଣାଇ ତାଙ୍କ ପାଖକୁ ଅଣାଇବା, ଏସବୁ କାମ ହେଉ ହେଉ ପୁଣି କିଛି ସମୟ ଲେଟ୍ ହୋଇଗଲା। ଏ ମଧ୍ୟରେ ଯତୀନ୍ଦ୍ର ନାରାୟଣ କେବଳ ଛାଟି ପିଟି ହେଉଥାନ୍ତି। ତାଙ୍କର ଅସ୍ତବ୍ୟସ୍ତ ଭାବ ଦେଖି ଉପସ୍ଥିତ ସକଳେ ଆଲୋଚନା କରୁଥାନ୍ତି ଫୁସ୍ଫାସ୍ ହୋଇ। ଶ୍ରୀ ଠାକୁରଙ୍କ ଶ୍ରୀମୁଖରେ ବିଷର୍ଣ୍ଣତାର କଳା ବହୁତ ଘୋଟି ଘୋଟି ଆସୁଥାଏ। ଏ ମଧ୍ୟରେ ଭବାନୀ ଚରଣ ଭାଇ ଆସି ଉପସ୍ଥିତ ହେଲେ। ପକ୍କା ଖାତାଟିକୁ ବି ସାଙ୍ଗରେ ନେଇ ଆସିଥିଲେ। ଶ୍ରୀ ଠାକୁରଙ୍କ ନିର୍ଦ୍ଦେଶ ଅନୁସାରେ ଯତୀନ୍ଦ୍ର ନାରାୟଣ ଭାଇଙ୍କଠାରୁ ଭଲ ଗଡ଼ଗଡ଼ାର ନଳ ମିଳୁଥିବା ଦୋକାନର ସମ୍ପୂର୍ଣ୍ଣ ଠିକଣାଟି ବୁଝି ଟିପି ନେଲେ। ଏଥର ଯତୀନ୍ଦ୍ର ନାରାୟଣକୁ ଆଉ ଅଟକାଇ କିଏ? ପ୍ରଣାମଟି ସାରିଦେଇ ଭୁସ୍ କରି ଉଠି ଚାଲିଗଲେ। ଶ୍ରୀ ଠାକୁର କ'ଣ କହିବାକୁ ଚାହୁଁଥିଲେ ସେ ତାଙ୍କ ଆଡ଼କୁ ଚାହିଁଲେନି କି ଶୁଣିବାକୁ ଚେଷ୍ଟା ବି କଲେନି। ସେ ଆଜି ଯେମିତି ହେଲେ ଯିବେ, ଏ ଜିଦ୍ଦିରେ ସେ ଅଟଳ। ଗାଡ଼ି ପାଖକୁ ଯାଉ ଯାଉ କେବଳ କହିଲେ, ମୋର ଶୁଭକର୍ମରେ ବାଧା ଦେବେନି, ମୁଁ ଯାଉଛି। ମୋର ବିଷୟ ସମ୍ପତ୍ତି ଦେବୋତ୍ତର କରି ନିଶ୍ଚିନ୍ତ ହେବାକୁ। କାରଣ କେବେ ଅଛି କେବେ ନାହିଁ। ଲଙ୍କାପତି ରାବଣ, ତାର ସାରା ଜୀବନର ଇଚ୍ଛା ଥିଲା ସ୍ୱର୍ଗକୁ ସିଡ଼ି ତିଆରି କରିବାକୁ, କିନ୍ତୁ କରିପାରିଲା କ'ଣ? କରିପାରିଲା ନାହିଁ। ସେ କେବଳ ଇଚ୍ଛା କରୁଥିଲା। ଏସବୁ କାର୍ଯ୍ୟରେ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ ନ କଲେ ତା ଆଉ ହୋଇପାରେ ନା। ଶୁଭ କାର୍ଯ୍ୟରେ ବିଳମ୍ବ କରିବା ଉଚିତ ନୁହେଁ, ଏପରି କହି ଯତୀନ୍ଦ୍ର ଚାଲିଲେ। ଠାକୁରଙ୍କ ଆଡ଼କୁ ନ ଚାହିଁ ସେ ଗାଡ଼ି ଉପରେ ଯାଇ ଚଟ କରି ବସି ପଡ଼ିଲେ। ଏଥର ନିରୁପାୟ ଶ୍ରୀ ଠାକୁର ଏକ ଦୃଷ୍ଟିରେ ତାଙ୍କ ଆଡ଼େ ଚାହିଁ କରୁଣ ଦୀର୍ଘ ନିଶ୍ୱାସଟିଏ ପକାଇଲେ। ଆଉ ଶେଷଥର ପରି ସେହି ସତର୍କ ବାଣୀର ଉଚ୍ଚାରଣ କରି ତାଙ୍କୁ ବିଦାୟ ଦେଇ କହିଲେ, ଯତୀନ୍ଦ୍ର, ନିୟତି କିନ୍ତୁ ନେଇଯାଉଛି ତୁମକୁ। ସାବଧାନରେ ଯିବେ, ଯେପରି କୌଣସି ଆକ୍ସିଡେଣ୍ଟ ବା ଦୁର୍ଘଟଣା ନ ହୁଏ। ଶ୍ରୀ ଠାକୁରଙ୍କର କେତେ ଦୟା ତାଙ୍କ ପ୍ରତି। ଶ୍ରୀ ଠାକୁରଙ୍କର କଣ୍ଠରେ ଭରି ରହିଥିଲା ଆର୍ଦ୍ରତା। ଯେତେ ପର୍ଯ୍ୟନ୍ତ ଯତୀନ୍ଦ୍ର ନାରାୟଣଙ୍କ ମୋଟରଟି ତାଙ୍କ ଦୃଷ୍ଟିର ପରିସୀମା ମଧ୍ୟରୁ ବାହାରକୁ ନ ଯାଇଛି, ସେ ପର୍ଯ୍ୟନ୍ତ ଶ୍ରୀ ଠାକୁର ନିଶ୍ଚଳ ନିସ୍ତବ୍ଧ ହୋଇ ଛିଡ଼ା ହୋଇ ଅପଲୋକ ନେତ୍ରରେ ତାଙ୍କୁ ଚାହିଁ ରହିଲେ। ଆଉ ତାପରେ କାହା ସହିତ କୌଣସି କଥା ନ ହୋଇ ବିଷର୍ଣ୍ଣ ମନରେ ଶଯ୍ୟା କକ୍ଷରେ ପ୍ରବେଶ କଲେ। ପାର୍ଶ୍ୱଦ ଭକ୍ତମାନେ ମଧ୍ୟ ନିଜ ନିଜ ବସାକୁ ଚାଲିଗଲେ। ଆଜିର ଅଦ୍ଭୁତ ଘଟଣା ନେଇ ସମସ୍ତଙ୍କ ମନରେ ନାନା ସନ୍ଦେହ ଉପୁଜୁଛି। ନାନା ଆଶଙ୍କାର ଢେଉ ଢେଉକା ମଧ୍ୟରେ ସମସ୍ତେ ବୁଡ଼ି ରହିଛନ୍ତି। ସେତେବେଳେ ଗଭୀର ରାତ୍ରି। ପଥରେ ଯାନବାହନର ସେପରି କୌଣସି ଯାତାୟାତ ନାହିଁ। ଯତୀନ୍ଦ୍ର ନାରାୟଣଙ୍କ ମୋଟର ଗାଡ଼ିଟି ଭୀଷଣ ବେଗରେ ପ୍ରଶସ୍ତ ରାସ୍ତା ଦେଇ ଛୁଟି ଚାଲିଛି। ଶୀଘ୍ର ଈଶ୍ୱରଦୀ ଷ୍ଟେସନରେ ପହଞ୍ଚିବାକୁ ହେବ। ଲୋକମାନେ ସେଠି ଅପେକ୍ଷା କରି ବ୍ୟସ୍ତ ହେବେଣି। ଯତୀନ୍ଦ୍ର ନାରାୟଣଙ୍କ ବାରମ୍ବାର ଗାଡ଼ି ଚାଳକକୁ ଜୋରରେ ଚଳାଇବା ପାଇଁ ତାଗିଦ କରୁଥାନ୍ତି। ଆଉ ଗାଡ଼ି ଚାଳକ ବି ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚି ଫେରିଯିବା ପାଇଁ ବେଶ ତତ୍ପର ଥିଲା। କାହିଁକି ନା ଆଜିର ଭଡ଼ାଟି ଶୀଘ୍ର ଶେଷ କରିଦେଲେ ସେ ବିଶ୍ରାମ ନେବ। ପୁଣି କାଲି ସକାଳୁ ଆଉ ଅନ୍ୟ ଭଡ଼ା ପାଇଁ ସହଳ ପ୍ରସ୍ତୁତ ହୋଇପାରିବ। ପ୍ରାୟ ଅର୍ଦ୍ଧେକ ପଥ ଅତିକ୍ରାନ୍ତ ହୋଇଅଛି। ଏପରି ସମୟରେ ଗାଡ଼ି ଚାଳକଙ୍କର ଆଖି ମାଡ଼ି ମାଡ଼ି ହୋଇ ଆସିଲା। ଶୀଘ୍ର ଈଶ୍ୱରଦୀ ଷ୍ଟେସନରେ ପହଞ୍ଚିବାକୁ ହେବ।
ଲୋକମାନେ ସେଠି ଅପେକ୍ଷା କରି ବ୍ୟସ୍ତ ହେବେଣି। ଯତୀନ୍ଦ୍ର ନାରାୟଣ ବାରମ୍ବାର ଗାଡ଼ି ଚାଳକକୁ ଜୋରରେ ଚଳାଇବା ପାଇଁ ତାଗିଦ କରୁଥାନ୍ତି। ଏପରି ସମୟରେ ଗାଡ଼ି ଚାଳକର ଆଖି ମାଡ଼ି ମାଡ଼ି ହୋଇ ଆସିଲା। ଦିନମାନର ପରିଶ୍ରମ ତାର ଦେହକୁ ବେଶ କ୍ଳାନ୍ତ କରିଦେଇଥିଲା। ଯଦି ଆଶ୍ରମରେ ରହିଯାଇଥାନ୍ତା, ଟିକେ ବିଶ୍ରାମ ନେଇଥାନ୍ତା, ତାହେଲେ ବରଂ ଭଲ ହୋଇଥାନ୍ତା। କିନ୍ତୁ ସେତକ ସୁଯୋଗ ବି ତ ମିଳିଲା ନାହିଁ। ନିଦରେ ଆଖିଟା ମାଡ଼ି ହୋଇ ମଝିରେ ମଝିରେ ବୁଝି ହୋଇଯାଉଥାଏ। ସେ ଚେଷ୍ଟା କରି ମଧ୍ୟ ନିଜ ନିଦ୍ରାଳତରୁ ମୁକ୍ତ କରିପାରିଲା ନାହିଁ। ଅତଃ ଗାଡ଼ି ଉପରେ ତାର ନିୟନ୍ତ୍ରଣ କ୍ରମଶଃ ଶିଥିଳ ହେବାକୁ ଲାଗିଲା। ସାବଧାନରେ ଚାଳନା କରିବାଟା କ୍ରମଶଃ ଅନବଧାନତାରେ ପରିଣତ ହେଲା। ମୁଖ୍ୟ ପଥ ଛାଡ଼ି ପାର୍ଶ୍ୱ ପଥରେ ଗାଡ଼ିଟି ଚାଲିବାକୁ ଲାଗିଲା। ଗାଡ଼ି ତ ଚାଲୁନଥିଲା, ଦୌଡ଼ୁଥିଲା କହିଲେ ଚଳେ। ଷ୍ଟିଅରିଂ ଉପରେ ତାର ହାତ କେବଳ ଥିଲା, ତାହା ବି ଶିଥିଳ ଭାବେ। ତେଣେ ରାତ୍ରି ଅନ୍ଧକାର, ଗାଡ଼ିର ଆଲୋକ ଠିକ୍ସେ ପଡ଼ୁଥିଲେ ବି ରାସ୍ତାକୁ ସ୍ପଷ୍ଟ ରୂପେ ଦେଖି ହେଉନଥିଲା। ଯାହା ବି ଦେଖିପାରିଥାନ୍ତା, ନିଦ୍ରାକୁ ଚକ୍ଷୁ ସାମ୍ନାରେ ସବୁକିଛି ଅସ୍ପଷ୍ଟ ଅସ୍ପଷ୍ଟ ବୋଧ ହେଉଥିଲା। ରାସ୍ତାର ମୁଖ୍ୟ ଅଂଶକୁ ଛାଡ଼ି ପାର୍ଶ୍ୱ ଅଂଶରେ ଗାଡ଼ିଟି ଦ୍ରୁତ ବେଗରେ ମାଡ଼ି ଚାଲିଥିଲା। ସବୁ ଜାଗାରେ ପଥର ପାର୍ଶ୍ୱ ଅଂଶ ସମତଳ ନଥାଏ। କେଉଁଠି ପ୍ରଶସ୍ତ ତ କେଉଁଠି ସଂକୀର୍ଣ୍ଣ, କେଉଁଠି ଉଚ୍ଚ ତ କେଉଁଠି ଖାଲ। ଆଉ ଠିକ୍ ଏହି ସମୟରେ ହଠାତ୍ ରାସ୍ତା ପାର୍ଶ୍ୱ ଅଂଶର ସଂକୀର୍ଣ୍ଣ ସ୍ଥାନରେ ଥିବା ଏକ ଖଜୁରୀ ଗଛ ସହିତ ଜୋରରେ ଧକ୍କା ଲାଗିଲା ଗାଡ଼ିଟି। ଶକ୍ତ ଖଜୁରୀ ଗଛରେ ପିଟି ହୋଇଯିବାରୁ ଗାଡ଼ିଟି ଓଲଟି ପଡ଼ିଲା ପାଖରେ ଥିବା ଖାଲ ଭିତରକୁ। ଖାଲ ଭିତରୁ ଚାଳକ ଛିଟିକି ପଡ଼ିଲେ ବାହାରକୁ। ଯତୀନ୍ଦ୍ର ନାରାୟଣଙ୍କ ସଙ୍ଗୀ ବିଶ୍ୱସ୍ତ ଭୃତ ସୁଧୀର ଭାଇ ଛିଟିକି ଯାଇ ପଡ଼ିଆ ମଧ୍ୟରେ ହତଚେତନ ଅବସ୍ଥାରେ ଭୂପତିତ ହେଲେ। ଗାଡ଼ି ଚାଳକର ସହକାରୀ କର୍ମୀ ଗାଡ଼ି ସମ୍ମୁଖସ୍ଥ କାଚ ମଧ୍ୟରେ ପଶିଯାଇ ସଙ୍ଗେ ସଙ୍ଗେ ମୃତ୍ୟୁବରଣ କଲେ। ଏ ମଧ୍ୟରେ ପଡ଼ିଆରେ ପଡ଼ିଥିବା ସୁଧୀରର ଜ୍ଞାନ ଫେରିଲା। ନିଜକୁ ଏପରି ଅବସ୍ଥାରେ ପଡ଼ିଥିବାର ଦେଖି ସେ ଭୟ ପାଇଗଲା। ଅତି କଷ୍ଟରେ ସେଠାରୁ ଉଠି ଆସି ଖୋଜିଲା ମାଲିକଙ୍କ ଦେହକୁ। ସେ ଅନ୍ଧାର ମଧ୍ୟରେ ଖୋଜି ଖୋଜି ଦେଖିଲା ଏକ ଜାଗାରେ ପଡ଼ିଛି ଯତୀନ୍ଦ୍ର ନାରାୟଣଙ୍କ ଦେହ। ଦେହ ସାରା ରକ୍ତ ଜୁଡ଼ୁବୁଡ଼ୁ, ଆଉ ଚେତନା ନାହିଁ। ଗାଡ଼ି ଚାଳକର କୌଣସି ସନ୍ଧାନ ମିଳିଲା ନାହିଁ। କ'ଣ କରିବ ବିଚରା? କେଉଁଠିକୁ ଯିବ? କେଉଁ ଆଡ଼କୁ ନେବ ମାଲିକଙ୍କୁ? ଚିନ୍ତାରେ ଅଧୀର ହୋଇପଡ଼ିଲା। ସୌଭାଗ୍ୟବଶତଃ ଏହି ସମୟରେ ଏକ ଯାତ୍ରୀବାହୀ ବସ୍ ଗାଡ଼ି ଈଶ୍ୱରଦୀ ଷ୍ଟେସନରୁ ପାବନା ଅଭିମୁଖୀ ଯାତ୍ରା କରୁଥିଲା। ରାସ୍ତା ମଝିରେ ଛିଡ଼ା ହୋଇ ହାତ ଦେଖାଇ ଅଟକାଇଲା ସୁଧୀର। ବସ୍ ଚାଳକ ମନରେ ହୁଏତ ଦୟା ଆସିଲା। ସେ ଗାଡ଼ି ଅଟକାଇଲା। ସୁଧୀର ଭାଇ ବସ୍ ଚାଳକଙ୍କୁ ଅନୁରୋଧ କଲା ପାବନାରେ ପହଞ୍ଚି ସମ୍ବାଦଟି ଶ୍ରୀ ଠାକୁରଙ୍କୁ ଜଣାଇବା ପାଇଁ। ବସ୍ ଚାଳକ ପାବନାରେ ପହଞ୍ଚୁ ପହଞ୍ଚୁ ପ୍ରଥମେ ଖବରଟି ହିମାୟିତପୁର ଆଶ୍ରମରେ ଜଣାଇଦେଲା। ସେତେବେଳକୁ ତଥାପି ରାତି ଥିଲା, ଭୋର ହୋଇ ଆସୁଥିଲା। ଖବରଟି ଠାକୁର ବାଡ଼ିରେ ପହଞ୍ଚିଲା ମାତ୍ରେ ଜରୁରୀ ସମ୍ବାଦ ହେତୁ ଶ୍ରୀ ଠାକୁରଙ୍କୁ ସଙ୍ଗେ ସଙ୍ଗେ ଉଠାଇ ଜଣାଇ ଦିଆଗଲା। ଶ୍ରୀ ଠାକୁର ସଙ୍ଗେ ସଙ୍ଗେ ଆଶ୍ରମର ଗାଡ଼ି ପଠାଇଦେଲେ। ସେଠାରେ ହତାହତ ହୋଇ ପଡ଼ିଥିବା ସମସ୍ତଙ୍କୁ ନେଇ ପାବନା ହସ୍ପିଟାଲରେ ଭର୍ତ୍ତି କରାଇବାର ବ୍ୟବସ୍ଥା କରାଇଲେ। କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ବି ଯତୀନ୍ଦ୍ର ନାରାୟଣ ଆଖି ବୁଜିଦେଲେ। ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସଙ୍ଗେ ସଙ୍ଗେ ଚିକିତ୍ସା କରିବା ସମ୍ଭବ ବି ହୋଇନଥିଲା। ହସ୍ପିଟାଲରୁ ତାଙ୍କର ମୃତଦେହକୁ ଆଶ୍ରମକୁ ଅଣାଗଲା ଏବଂ ସେଠାରେ ଯଥାରୀତି ସତ୍କାର କରାଗଲା। ସକାଳ ହେଲା ମାତ୍ରେ ଖବରଟି ଆଶ୍ରମ ସାରା ଖେଳିଗଲା। ସମସ୍ତେ ଧାଇଁ ଆସିଲେ ଯତୀନ୍ଦ୍ର ନାରାୟଣଙ୍କ ଶବ ଦର୍ଶନ କରିବାକୁ। ଗତକାଲି ରାତ୍ରିରେ ଯେଉଁମାନେ ଶ୍ରୀ ଠାକୁରଙ୍କ ଶ୍ରୀଚରଣରେ ଉପସ୍ଥିତ ଥିଲେ, ସେଇମାନେ ହତମ୍ଭବ ହୋଇ ଛିଡ଼ା ହୋଇ ରହିଲେ। କାଲି ଯେପରି ଭାବେ ଯତୀନ୍ଦ୍ର ନାରାୟଣ ଉତ୍ପାତ ହେଉଥିଲେ, ବାରମ୍ବାର ଶ୍ରୀ ଠାକୁରଙ୍କ ବାରଣ ସତ୍ତ୍ୱେ ନିଜ ଜିଦିରେ ଅଟଳ ରହୁଥିଲେ। ସେଥିରୁ ସ୍ପଷ୍ଟ ହେଉଥିଲା କିଛି ଗୋଟେ ଭୀଷଣ କାଣ୍ଡ ଘଟିବାକୁ ଯାଉଛି। କିନ୍ତୁ ସେ କାଣ୍ଡ ଯେ ଏପରି ଭୟାନକ ହେବ, ତାହା କେହି କଳ୍ପନା କରିନଥିଲେ। ନିୟତି କେନ ବାଧ୍ୟତେ କଥାଟି କେଉଁ କାଳରୁ ଚାଲି ଆସିଛି। କିନ୍ତୁ ପରମ ପୁରୁଷ ଯେତେବେଳେ ଆବିର୍ଭୂତ ହୁଅନ୍ତି, ତାଙ୍କର ସାମର୍ଥ୍ୟ ଅଛି
ସେ ନିୟତିକୁ ବାଧ୍ୟ କରିପାରିବେ। ନିୟତି ତେନ ହିଁ ବାଧ୍ୟତେ କୃତଂ ଚେତ ତଦନୁସରଣ। ନିୟତି ତାଙ୍କ ଦ୍ୱାରା ଅବଶ୍ୟ ବାଧିତ ହୋଇପାରିବ ଯଦି ଆମେ ତାଙ୍କୁ ଅନୁସରଣ କରି ଚାଲୁ, ତାଙ୍କ ନିର୍ଦ୍ଦେଶ ମୁତାବିକ ନିଜକୁ ପ୍ରସ୍ତୁତ କରୁ। ନହେଲେ ନିୟତିକୁ ବାଧ୍ୟ କରିବାର ସାଧ୍ୟ କାହାର ନାହିଁ। ଯତୀନ୍ଦ୍ର ନାରାୟଣଙ୍କ କ୍ଷେତ୍ରରେ ତାହା ହିଁ ହୋଇଥିଲା। ତାଙ୍କର ଅକାଳ ମୃତ୍ୟୁ ଯୋଗ ହୁଏତ ଥିଲା। ସେ ନିଜର ଜିଦ୍ ଆଉ ଇଷ୍ଟାନୁରାଗ ମଧ୍ୟରେ ନିଜ ଜିଦ୍କୁ ବେଶୀ ଗୁରୁତ୍ୱ ଦେଲେ, ନିଜ ଇଚ୍ଛାଟାକୁ ବେଶୀ ପ୍ରୟୋଗ କଲେ। ଇଷ୍ଟଙ୍କ ଇଚ୍ଛାକୁ ଗୌଣ କରି ନିଜର ଇଚ୍ଛା ବା ନିଜର ଭାବନା ପସନ୍ଦକୁ ଅଧିକ ବଳ ଦେଇପାରେ। ତାର ଫଳ ଯାହା ହେବାର ଥିଲା ହେଲା। ଆମର ସବୁଠାରୁ ପ୍ରିୟତମ ହେଲେ ଇଷ୍ଟଦେବ ଶ୍ରୀ ଶ୍ରୀ ଠାକୁର। ତାଙ୍କ ଇଚ୍ଛା, ତାଙ୍କ ନିର୍ଦ୍ଦେଶ, ତାଙ୍କ ଆଦେଶ ଆମ ପାଇଁ ସର୍ବପ୍ରଥମେ ସର୍ବପ୍ରଧାନ ଶିରୋଧାର୍ଯ୍ୟ। ସେ ମୁଖ୍ୟ ଆଉ ସବୁକିଛି ହିଁ ଗୌଣ। ଏପରି ଭାବନାରେ ଓ ଚଳନାରେ ଆମକୁ ଅଭ୍ୟସ୍ତ ହେବାକୁ ହେବ। ତେବେ ଯାଇ ଆମେ ଅକାଳ ମୃତ୍ୟୁ ମୁଖରୁ ରକ୍ଷା ପାଇପାରିବା। ଆଗନ୍ତୁକ ବିପଦ ଆପଦରୁ ଆମ ନିଜକୁ ସୁରକ୍ଷା ଦେଇପାରିବା। ନିଜର ପ୍ରବୃତ୍ତିକୁ, ନିଜର ଖିଆଲ ଖୁସି ଓ ଜିଦ୍କୁ ଗୌଣ କରି ତାଙ୍କର ଇଚ୍ଛାକୁ ଆମେ ଆମ ଜୀବନର ପ୍ରତିଟି କ୍ଷେତ୍ରରେ ଯଦି ବାସ୍ତବାୟିତ କରି ତୋଳିପାରିବା ପ୍ରାଧାନ୍ୟତାର ସହିତ, ତେବେ ନିୟତି ଆମର କିଛି କରିପାରିବ ନାହିଁ, ବରଂ ସେ ହେବ ପରାହତ। ଆମର ଏହି ନିଷ୍ଠା, ଆମର ଏହି ସାଧନା ଦ୍ୱାରା ତାଙ୍କର ସେଇ ମନରେ ଯେଉଁ ସନ୍ଦେଶ ପଠାନ୍ତି, ଯେଉଁ ଆଦେଶ ପଠାନ୍ତି, ତାକୁ ମାନିବା ଦରକାର। ଆମର କର୍ମମୟ ଜୀବନରେ ତ କର୍ମ ଅସରନ୍ତି ଅଛି। ତା ଭିତରେ ଈଶ୍ୱରଙ୍କ କୃପାକୁ, ତାଙ୍କ ଆଶୀର୍ବାଦକୁ ଆମକୁ ଚିହ୍ନିବାକୁ ହେବ, ଆମକୁ ଜାଣିବାକୁ ହେବ। ମନର ପ୍ରତିଟି ଅବସ୍ଥାକୁ ପରୀକ୍ଷା ନିରୀକ୍ଷା କରିବାକୁ ହେବ ତାଙ୍କ ଶ୍ରୀପଦ କମଳରେ ରଖି। ତେବେ ଯାଇ ଆମେ ରକ୍ଷା ପାଇପାରିବା। କାରଣ ଆମେ ବିଶ୍ୱ ନିୟନ୍ତାଙ୍କ ଶ୍ରୀଚରଣରେ ଆଶ୍ରିତ। ନିୟନ୍ତା ଯେଉଁଠି ରକ୍ଷାକର୍ତ୍ତା, ନିୟତି ବା ସେଠି କରିବ କ'ଣ? ବିଧାତା ସ୍ୱୟଂ ଯେଉଁଠି ରକ୍ଷା କରିବେ, ସେଠି ବିଧିର ବିଧାନ ବା କରିବ କ'ଣ? ତେବେ ସର୍ତ୍ତ ହେଉଛି ଆମ ପାଖରେ ବିଧାତା ନିୟନ୍ତାଙ୍କ ବିଧିକୁ ଆମକୁ କଣ୍ଟାଏ କଣ୍ଟାଏ ମାନି ଚାଲିବାକୁ ହେବ। ତେବେ ବନ୍ଧୁଗଣ, ଆଜିର ଏହି ଘଟଣାରୁ ଗୋଟେ କଥା ସ୍ପଷ୍ଟ ହୁଏ, ଜମିଦାର ଯତୀନ୍ଦ୍ର ନାରାୟଣ ଶ୍ରୀ ଠାକୁରଙ୍କ ଦୀକ୍ଷା ଗ୍ରହଣ କରିଥିଲେ ସତ, କିନ୍ତୁ ଶ୍ରୀ ଠାକୁରଙ୍କୁ ସ୍ୱୟଂ ଈଶ୍ୱର ବା ପୁରୁଷୋତ୍ତମ ରୂପେ ଗ୍ରହଣ କରିନଥିଲେ। ପ୍ରକୃତ ପକ୍ଷେ ଗ୍ରହଣ କରିଥିଲେ ସେ କ'ଣ କେବେ ତାଙ୍କର ଏହି ଆଦେଶକୁ, ନିର୍ଦ୍ଦେଶକୁ ବାରମ୍ବାର ବାରଣ ବା ଶେଷ ପର୍ଯ୍ୟନ୍ତ ବ୍ୟାକୁଳତା ଭରା ଅନୁରୋଧକୁ ଏଡ଼ାଇ ଦେଇ ଯାଇ ପାରିଥାନ୍ତେ କି? ଶ୍ରୀ ଶ୍ରୀ ଠାକୁର ଯେ ଅନ୍ତର୍ଯ୍ୟାମୀ, ସବୁକିଛି ଜାଣନ୍ତି, ଏହା ବୋଧେ ସେହି ସମୟରେ ତାଙ୍କ ବୋଧ ମଧ୍ୟରେ ପ୍ରବେଶ କରିପାରୁନଥିଲା। ଅନ୍ତରରେ ଯଦି ଶ୍ରୀ ଶ୍ରୀ ଠାକୁର ପ୍ରକୃତରେ ପ୍ରତିଷ୍ଠିତ ହୋଇଥାନ୍ତେ, ତେବେ ତାଙ୍କୁ ଏପରି ଭାବେ ଉପେକ୍ଷା କରି ସେ ଯାଇନଥାନ୍ତେ। ଶ୍ରୀ ଶ୍ରୀ ଠାକୁରଙ୍କ ଦୀକ୍ଷା ନେବା ଆଉ ତାଙ୍କୁ ସର୍ବୋତ୍ତମ ସର୍ବପ୍ରଧାନ ଭାବେ ନିଜ ଅନ୍ତଃକରଣର ମଧ୍ୟରେ ପ୍ରତିଷ୍ଠିତ କରିବା, ଏହା ମଧ୍ୟରେ ଅନେକ ପାର୍ଥକ୍ୟ ଅଛି। ହଁ ବନ୍ଧୁଗଣ, ତେବେ ବନ୍ଧୁଗଣ, ଆଜିର ଏହି ସୁନ୍ଦର ବିଷୟବସ୍ତୁଟି ଭଲ ଲାଗିଲେ ପ୍ରଥମେ ଲାଇକ୍ଟିଏ କରନ୍ତୁ ଓ କମେଣ୍ଟସରେ ଜୟଗୁରୁ ଲେଖି ଜଣାନ୍ତୁ। ଏପର୍ଯ୍ୟନ୍ତ ଯଦି ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ସବସ୍କ୍ରାଇବ୍ କରି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍ ବଟନକୁ ଦବାନ୍ତୁ। ତେବେ ଆସନ୍ତୁ, ଆଜିର ବିଷୟବସ୍ତୁରେ ଏତିକି। ପୁଣି କାଲି ଆଉ ଗୋଟିଏ ଏଇଭଳି ସୁନ୍ଦର ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।